ଉତ୍ସୁକ ହୃଦୟେ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। କ'ଣ ହେଇଛି ନା ସୀତା ସକାଳୁ ଉଠିଛନ୍ତି, ଅନୁକମ୍ପାଙ୍କୁ ପ୍ରଣାମ କରିଛନ୍ତି, ଉଷାଙ୍କୁ ପ୍ରଣାମ କରିଛନ୍ତି ଏବଂ ଅନୁକମ୍ପା କହିଛନ୍ତି ଯେ ତମସା ଆପଣଙ୍କୁ ଚାହିଁକି ରହିଛି ଘରେ କୋଳ କରିବା ପାଇଁ। ତେଣୁ ସୀତା ସ୍ନାନ କରିବା ପାଇଁ ଯିବେ, ଏଇ କଥା ତମସା ଜାଣିପାରିଛି। ତେଣୁ କ'ଣ ହେଇଛି ନା ଦେଖ, ଉତ୍ସୁକ ହୃଦୟେ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା। ଉତ୍ସୁକ ହୃଦୟେ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ ତମସା। ଆଗ ଦେଖ, ଆଶ୍ରମ ଧାତ୍ରୀ ତମସା। ଆଶ୍ରମ ଧାତ୍ରୀ ମାନେ ଆଶ୍ରମର ପାଳନକାରୀ। ଧାତ୍ରୀ ପ୍ରଶ୍ନ ପଡ଼ିବ, ତମସା ନଦୀ ଆଶ୍ରମର ଧାତ୍ରୀ କେମିତି ହେଲା? ଧାତ୍ରୀ ଅର୍ଥ ପାଳନକାରୀ। ଆଶ୍ରମକୁ ସେ ପାଳନ କରୁଥିଲା କେମିତି? ତମସା ନଦୀରୁ ପାଣି ଆଣିକିରି ଆଶ୍ରମର ମୁନି ଋଷିମାନେ ପିଉଥିଲେ। ଆଶ୍ରମରେ ଯେଉଁ ବଗିଚା ଥିଲା, ଯେଉଁ ଗଛଲତା ଥିଲା, ସବୁ ପାଣି ସେଠି ଦିଆହେଉଥିଲା। ତେଣୁ ତମସା ନଦୀକୁ ଆଶ୍ରମର ଧାତ୍ରୀ କୁହାଯାଉଥିଲା, ପାଳନକାରୀ କୁହାଯାଉଥିଲା। ଏ ଲାଇନ୍ ବୁଝିହେଲା? ତମସା ଆଶ୍ରମ ଧାତ୍ରୀ, ତମସା ଆଶ୍ରମ ଧାତ୍ରୀ। କ'ଣ ହେଲା ନା ଉତ୍ସୁକ ହୃଦୟ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ ତମସା ରାତ୍ରି ଶେଷରେ ଉତ୍ସୁକ ହୃଦୟରେ, ଆନନ୍ଦିତ ହୃଦୟରେ, ଆନ୍ଦୋଳିତ ହୃଦୟରେ କ'ଣ କରିଛି ନା ତାର ପ୍ରାଙ୍ଗଣେ କୁସୁମ ବିଚି ସୁବାସିତ ନିରସିଛି ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା ମୁହୁର୍ମୁହୁ ବିନ ନୟନେ ଚାହୁଁଥିଲା ସୀତା ସତୀ ଶୁଭାଗମନ। ସୀତା ସତୀ ଶୁଭ ଆଗମନ କରିବେ, ତମସା ନଦୀରେ ସ୍ନାନ କରିବାକୁ ଆସିଲେ, ତାଙ୍କର ଆଗମନ ହେବ, ଶୁଭ ଆଗମନ। ସେ ଶୁଭ ମୁହୂର୍ତ୍ତରେ ଆସିକି ପହଞ୍ଚିବେ। ଆମ ଘରକୁ ଯେତେବେଳେ କୁଣିଆ ନୂଆ କୁଣିଆ ଆସନ୍ତି, ଆମେ ହୁଳହୁଳି ପକାଉଛେ, ତାଙ୍କୁ ବନ୍ଦାଣ କରୁଛେ। ପୁଅ ବୋହୂ ଆସିଲେ ଆମ ଘରକୁ, ଯେତେବେଳେ ପୁଅ ବାହା ହେଇକି ଆସିଲା, ପୁଅ ବୋହୂ କ'ଣ କରାହେଉଛି? ଚାଉଳ ଫୋପଡ଼ା ହେଉଛି, ଦୀପ ଦେଇକି ବନ୍ଦା ହେଉଛି, ହୁଳହୁଳି ପକା ହେଉଛି। ତେଣୁ ତମସା ବି କ'ଣ କରିଛି? ସୀତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଦୀପ ଜାଳିଛି। ତାପରେ କ'ଣ କରିଛି ନା ସୁବାସିତ ଜଳ, ବାସନା ଜଳ ସିଞ୍ଚନ କରିଛି। କ'ଣ କରିଛି ଦେଖ, ଉତ୍ସୁକ ହୃଦୟ ରାତ୍ରି ଶେଷରେ, ଯେତେବେଳେ ରାତି ସରିଯାଇଛି, ଆନନ୍ଦ ମନରେ ଆଶ୍ରମ ଧାତ୍ରୀ ତମସା ନିର୍ମଳ ଗାତ୍ରୀ, ତାର ଗାତ୍ର ମାନେ ଶରୀର, ନିର୍ମଳ ଗାତ୍ରୀ, ତାର ନିର୍ମଳ ଜଳଧାରା ଥିବା ତମସା ନଦୀ, ତାର ପବିତ୍ର ଧାରା। ସେ କ'ଣ କରିଛି ନା ସେ ପ୍ରାଙ୍ଗଣରେ କୁସୁମ ବିଞ୍ଚିଛି। ତାର ସେ ନଦୀ ଉପରେ ଯେଉଁ ପ୍ରାଙ୍ଗଣ ଅଛି, ସେ ପ୍ରାଙ୍ଗଣ ବା ଅଗଣା, ଏଠି ତ ଅଗଣା ନୁହଁ, ଯେଉଁ ପଡ଼ିଆ ଅଛି, ତା ଉପରେ କ'ଣ କରିଛି? ଫୁଲ ବିଞ୍ଚିଛି। ଫୁଲରେ ଚାଲି ଚାଲିକି ସୀତା ଆସିବେ ସ୍ୱାଗତ କରିବା ପାଇଁ। କୁସୁମ ବିଞ୍ଚିଛି, ଫୁଲ ବିଞ୍ଚିଛି। ଆଉ କ'ଣ କରିଛି ନା ସୁବାସିତ ନିରସିଛି। ସେଇ ତମସା ନଦୀ କୂଳରେ ଭଲ ଭଲ ଫୁଲ ଗଛ ଅଛି, ତା ଉପରେ କାକର ପଡ଼ିଛି। ସେ କାକର ଗୁଡ଼ା ତଳକୁ ପଡ଼ିଯାଇଛି। କାକର ଗୁଡ଼ା ଯେତେବେଳେ ତଳକୁ ପଡ଼ିଛି, ବାସନା ଫୁଲର କାକର ତଳେ ପଡ଼ିଛି, ତଳେ ବି ବାସନା ହେଉଛି। କବି କହୁଛନ୍ତି ଇଏ କ'ଣ କରୁଛି? ତମସା ନଦୀ, ବୁଝିଲା, ବାସନା ପାଣିକି ତଳେ ଛିଞ୍ଚିଛି, ସୁଗନ୍ଧ ପାଣିକି ତଳେ ଛିଞ୍ଚିଛି। ସୀତା ଆସିଲେ ତ ଚାରିଆଡ଼େ ବାସନା ହେବ, ଚାରିଆଡ଼େ ସୁଗନ୍ଧ ସୃଷ୍ଟି ହେବ। ତେଣୁ ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନିରସିଞ୍ଚି ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା। ପୁଣି କ'ଣ କରୁଛି ନା ଦୀପ ଲଗେଇଛି। ଦୀପ କେଉଁଠୁ ଲଗେଇଲା? ମଙ୍ଗଳ ପ୍ରଦୀପ। ମଙ୍ଗଳ ଦୀପ କେଉଁଠୁ ଲଗେଇଲା ନା ପ୍ରଭାତି ତାରା। ଆକାଶରେ ସକାଳୁ ସକାଳୁ ପାହାନ୍ତିଆ ତାରା ଗୋଟେ ଥାଏ, ବଡ଼ ତାରାଟେ। କବି କହୁଛନ୍ତି ଇଏ ତାରା ନୁହଁ, ପାହାନ୍ତିଆ ତାରା ନୁହଁ, ଫୁଟିଆ ତାରା ନୁହଁ, ଇଏ ହେଉଛି ତମସା ନଦୀ। ଏଇ ଦୀପଟାକୁ ଜାଳିକି ସୀତାଙ୍କୁ ସ୍ୱାଗତ କରିବ, ବୁଝିପାରିଲ? ତାହେଲେ ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା ମୁହୁର୍ମୁହୁ ମିନ ନୟନେ। ଆମ ଘରକୁ ଯେତେବେଳେ ବନ୍ଧୁବାନ୍ଧବ କୁଣିଆ ଆସିବାର କଥା ଥାଏ, ସେ ତାଙ୍କର ଯେତେବେଳେ ଡେରି ହେଇଯାଏ ଆସନ୍ତିନି, ଆମେ ଦାଣ୍ଡ ଭିତରେ ପଳେଇ ଆସିଲେ କି? ଦାଣ୍ଡ ପଟେ ଗୋଟେ ସ୍କୁଟର ପଳେଇଲା, ଗୋଟେ କାର୍ଟେ ପଳେଇଲା, ଆମେ ଆସି ଗୁଣ୍ଡି ଦେବା କାଢ଼ୁଛୁ। ଆସିଲେ କି? ନାଇଁ, ପୁଣି ଆସିନାହାନ୍ତି। ପୁଣି ଯିବା, ପୁଣି ଗୋଟେ କିଏ ଆସିଲା, ପାଟିତୁଣ୍ଡ ଶୁଭିଲା, ପୁଣି ଯାଇ କବାଟ ଖୋଲିକି ଦେଖି ଆସିଲେ କି? ସେମିତି ମୁହୁର୍ମୁହୁ, ବାରମ୍ବାର, ମିନ ନୟନେ। ମିନ ନୟନ, ସ୍ତ୍ରୀମାନଙ୍କୁ ମିନ ନୟନା କୁହାଯାଏ। ତମସା ନଦୀକି ସ୍ତ୍ରୀ ଲୋକ ହିସାବରେ ହିସାବ କରାଯାଇଛି। ଯଦି ତମସା ନଦୀ ଗୋଟେ ସ୍ତ୍ରୀ, ତାର ଆଖି ଏଠେଇ କିଏ ନା ମିନ ନୟନ। ନଦୀ ଭିତରେ ମାଛ ଗୁଡ଼ାକ ଖେଳୁଛନ୍ତି। ମାଛ ଗୁଡ଼ା ଯେତେବେଳେ ଆସିକି ଉପରେ ପହଞ୍ଚୁଛନ୍ତି ପାଣି ଉପରେ, କବି କହୁଛନ୍ତି ଏ ମାଛ ପହଞ୍ଚୁନାହାନ୍ତି, ତମସା ନଦୀ ତା ମିନ ନୟନରେ ଅପେକ୍ଷା କରିଛି ସୀତା କେତେବେଳେ ଆସିବେ। ଯେମିତି ଉଷାର ପଦ୍ମ ନେତ୍ର ଥିଲା, ଉଷା ପଦ୍ମ ନୟନରେ ଚାହୁଁଥିଲା,
ତମସା ନଦୀ ମୀନ ନୟନରେ ଚାହୁଁଛି। ମୀନ ରୂପକ ନୟନରେ ତମସା ନଦୀ କ'ଣ କରୁଛି? ଚାହୁଁଛି ବାରମ୍ବାର, ମୁହୁର୍ମୁହୁ ବାରମ୍ବାର ଚାହୁଁଛି କେତେବେଳେ ସୀତା ଆସିବେ, କେତେବେଳେ ସୀତା ଆସିବେ। ମାଛ ଗୁଡ଼ା ତଳକୁ ବୁଡ଼ି ଯାଉଛନ୍ତି, ପୁଣି ଉପରକୁ ଆସିକି ପହଞ୍ଚୁଛନ୍ତି। ସେତେବେଳେ ପହଞ୍ଚୁଛନ୍ତି, କବି କହୁଛନ୍ତି ବାରମ୍ବାର ମୁହୁର୍ମୁହୁ ମୀନ ନୟନରେ ତମସା ନଦୀ ଅବଲୋକନ କରୁଛି କେତେବେଳେ ସୀତା ସତୀ ଆସିବେ। ମୁହୁର୍ମୁହୁ ମୀନ ନୟନେ ଚାହୁଁଥିଲା ସୀତା ସତୀ ଶୁଭାଗମନେ। ସୀତା ସତୀଙ୍କର ଶୁଭ ଆଗମନ କେତେବେଳେ ହେବ? ବାରମ୍ବାର ମୀନ ନୟନରେ ତମସା ନଦୀ ଚାହୁଁଥିଲା। ସମସ୍ତଙ୍କର ବୁଝିଗଲା? ଆଉ